एवरीवन ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ସୋମ ଟ୍ୟୁଟୋରିଆଲ ୟୁଟ୍ୟୁବ ଚ୍ୟାନେଲକୁ। ତ ପିଲାମାନେ ଆଜି ଆମେ ଆଲୋଚନା କରିବା +2 ସେକେଣ୍ଡ ଇୟର ଏମଆଇଏଲ କମ୍ପଲସରୀ ଆମର ଯେଉଁ ୟୁନିଟ୍ 2 ରହିଛି ପଦ୍ୟ ବିଭାଗ ତାର ଚତୁର୍ଥ କବିତା ହେଉଛି ପିଙ୍ଗଳାର ଅଭିସାର, ଯାହାର ରଚୟିତା ହେଉଛନ୍ତି କବି ରାଧାମୋହନ ଗଡ଼ନାୟକ। ତ କବିତା ଆଲୋଚନା କରିବା ପୂର୍ବରୁ ପ୍ରଥମେ ଆମେ ଲେଖକଙ୍କ ପରିଚୟ ସମ୍ପର୍କରେ ଟିକେ ଆଲୋଚନା କରିବା। ତ ରାଧାମୋହନ ଗଡ଼ନାୟକ 1911 ମସିହାରେ ଅନୁଗୁଳ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ନିଜର ଅପୂର୍ବ ସର୍ଜନଶୀଳତାର ପ୍ରତିଭା ଦେଖାଇ ରାଧାମୋହନ ଗଡ଼ନାୟକ ଓଡ଼ିଆ ସାହିତ୍ୟରେ ନିଜେ କ'ଣ ପ୍ରସିଦ୍ଧି ଅର୍ଜନ କରିପାରିଛନ୍ତି। ଅନେକ ଗୁଡ଼ିଏ ସେ କବିତା ରଚନା କରିଛନ୍ତି, ଅନୁବାଦ କରିଛନ୍ତି ଏବଂ ଗଦ୍ୟ ସାହିତ୍ୟ ମଧ୍ୟ ରଚନା କରିଛନ୍ତି। କିନ୍ତୁ ବିଶେଷ ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଓଡ଼ିଆ ସାହିତ୍ୟରେ ଜଣେ କବି ଭାବରେ। ତାଙ୍କର କବିତା ସଂକଳନ ଗୁଡ଼ିକ ଯଦି ପିଲାମାନେ ଦେଖିବା, ତେବେ ସେ କାବ୍ୟ ନାୟିକା, ଉତ୍କଳିକା, ମୌସୁମୀ, ପଶୁପକ୍ଷୀର କାବ୍ୟ, ସ୍ମରଣିକା, କୈଶୋରିକା, ଶାମୁକାର ସ୍ୱପ୍ନ, ଧୂସର ଭୂମିକା, ସୂର୍ଯ୍ୟ ଓ ଅନ୍ଧକାର, ଅବାଚିର ତାରା, ହୀରାଖଣ୍ଡର ଗାଥା ପ୍ରଭୃତି କବିତା ସଂକଳନ ସେ ରଚନା କରିଛନ୍ତି। ଜଣେ ଅନୁବାଦକ ଭାବରେ ମଧ୍ୟ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ମେଘଦୂତ ଏବଂ ସୋରାବ ରୁସ୍ତମ ଦୁଇଗୋଟି ଗ୍ରନ୍ଥର ସେ ଅନୁବାଦକ ମଧ୍ୟ। ଗଦ୍ୟ ସାହିତ୍ୟ ମଧ୍ୟରେ ଯଦି ଦେଖିବା, ତେବେ ସେ ତୁଳସୀ ସ୍ତବକ ଓ ରାଧାନାଥ ଏବଂ ଓଡ଼ିଆ ଛନ୍ଦ ଏଭଳି ଭାବରେ ଦୁଇଗୋଟି ଗଦ୍ୟ ରଚନା କରିଛନ୍ତି। ଆଧୁନିକ ଓଡ଼ିଆ କବିତାରେ ଛନ୍ଦ କବି ଭାବରେ ରାଧାମୋହନ ଗଡ଼ନାୟକ ବେଶ ପରିଚିତ। ଆମେ ତାଙ୍କୁ ଛନ୍ଦ ରସିକ କବି ବୋଲି ଜାଣିଥାଉ ରାଧାମୋହନ ଗଡ଼ନାୟକଙ୍କୁ। ସବୁଜ କବିଙ୍କ ସମସାମୟିକ ଭାବେ କବିତା ଲେଖିବା ଆରମ୍ଭ କରିଥିଲେ ହିଁ ରାଧାମୋହନ ଗଡ଼ନାୟକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯେଉଁ ସବୁଜ ଯୁଗର ଯେଉଁ କବିମାନେ ଥିଲେ, ତାଙ୍କର ସମସାମୟିକ ଥିଲେ କବି ରାଧାମୋହନ ଗଡ଼ନାୟକ। ତ ଏଇ ସବୁଜ କବିମାନଙ୍କ ସହିତ ସେ କବିତା ଲେଖିବା ଆରମ୍ଭ କରିଥିଲେ ମଧ୍ୟ ସେ ଯେଉଁ ପୁରାଣ ଏବଂ ପ୍ରାଚୀନ ଇତିହାସ ଏସବୁର ଯେଉଁ କଥାବସ୍ତୁ ସଂଗ୍ରହ କରିକି ସେ ଯେଉଁ କବିତା ରଚନା କରୁଥିଲେ, ସେଥିପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବଂ ତାଙ୍କ କବିତା ଗୁଡ଼ିକରେ ପିଲାମାନେ ଆମେ ଦେଖିବା ପାଇଁ ପାଇବା ଅତି ସରଳ ଭାଷା ଏବଂ ମୁକ୍ତ ଛନ୍ଦର ପ୍ରୟୋଗ କରିଥିବାର ଦେଖିବା। ଉଭୟ ଗୀତ ଓ ଗାଥା କବିତା କ୍ଷେତ୍ରରେ ସେ ଅଦ୍ୱିତୀୟ ସିଦ୍ଧିର ଅଧିକାରୀ। ସେ ଗୀତି କବିତା ଏବଂ ଗାଥା କବିତା ପାଇଁ ବିଶେଷ ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତି ଲାଭ କରିଛନ୍ତି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା, ଜାତୀୟତାବୋଧ ଓ ଦେଶପ୍ରୀତିକୁ ନେଇ ତାଙ୍କ କବିତାମାନ ଭାଷା ଓ ଛନ୍ଦର ଅପୂର୍ବ କାବ୍ୟଶୈଳୀରେ ବେଶ ଭାବୋଦ୍ଦୀପକ ଓ ହୃଦୟସ୍ପର୍ଶୀ ମନେ ହୁଅନ୍ତି। ସେ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା, ଜାତୀୟତାବୋଧ ଏବଂ ଦେଶପ୍ରୀତି ବା ଦେଶ ପ୍ରତି ଭଲ ପାଇବା ବା ତାଙ୍କର ଦେଶ ପ୍ରତି ଯେଉଁ ମମତ୍ୱବୋଧ, ତାକୁ ସେ ନିଜ କବିତା ମାଧ୍ୟମରେ ରୂପାୟିତ କରିବା ପାଇଁ ଚେଷ୍ଟା କରିଛନ୍ତି। ସେ ଅନେକ ଗୁଡ଼ିଏ ପୁରସ୍କାରର ବିଜେତା ମଧ୍ୟ। ସେଥିମଧ୍ୟରୁ ଆମେ ଯଦି ଦେଖିବା, ତେବେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଏବଂ ପଦ୍ମଶ୍ରୀ ଉପାଧି ମଧ୍ୟ ପାଇଥିଲେ। ତ ପିଲାମାନେ ଆଜିର ଆମର ଯେଉଁ ଆଲୋଚ୍ୟ କବିତା ପିଙ୍ଗଳାର ଅଭିସାର। ପିଙ୍ଗଳା କହିଲେ କ'ଣ? ପିଙ୍ଗଳା କହିଲେ ଆମେ ବୁଝିବା ଗୋଟିଏ ବେଶ୍ୟା ବା ଗୋଟେ ଦେହଜୀବୀ ବା ରୂପଜୀବୀକୁ ପିଙ୍ଗଳା ବୋଲି କୁହାଯାଏ। ତ ଏ ଯେଉଁ କବିତାଟି ପିଲାମାନେ, ଏଇଟା ଗୋଟେ ମିଥ୍ ଆଧାରିତ ଗାଥା କବିତା। ମିଥ୍ ଆଧାରିତ କହିଲେ କ'ଣ? ମିଥ୍ କହିଲେ ଆମେ ପୁରାଣ କଳ୍ପକୁ ବୁଝିବା। ଅର୍ଥାତ୍ ଏଇ ଯେଉଁ ପିଙ୍ଗଳା ହେଉଛି ଗୋଟେ ପୌରାଣିକ ଚରିତ୍ର। ଜଗନ୍ନାଥ ଦାସଙ୍କର ଭାଗବତକୁ ଦେଖିବା, ଯଦି ଏକାଦଶ ସ୍କନ୍ଧର 9ମ ଅଧ୍ୟାୟରେ ଦେଖିବା ପାଇଁ ପାଇବା ଆମେ ପିଙ୍ଗଳା ବେଶ୍ୟା ଉପାଖ୍ୟାନ। ତ ଅବଧୂତ ଯେଉଁ ରହିଥିଲେ, ସେ ଯଦୁରାଜାଙ୍କ ନିକଟରେ ଯେତେବେଳେ ନିଜର ଆଦର୍ଶ ଜୀବନଯାପନ କିଭଳି ଭାବରେ କରୁଛନ୍ତି ଏବଂ ସେ କେଉଁ କେଉଁ ଗୁରୁଙ୍କ ଠାରୁ ତାଙ୍କ ଜୀବନରେ ଶିକ୍ଷା ଲାଭ କରିଛନ୍ତି, ତାର ସୂଚନା ସେ ଦେଇଛନ୍ତି। ଯେଉଁଥିରେ କି ଆମେ ଦେଖିବା ପାଇଁ ପାଇବା 24 ଗୁରୁ, ଅବଧୂତଙ୍କ 24 ଗୁରୁ ପ୍ରସଙ୍ଗ। ଅର୍ଥାତ୍ ସେ ପୃଥିବୀରେ 24 ଜଣଙ୍କୁ ଗୁରୁ କରିଛନ୍ତି ଏବଂ ସେଥିମଧ୍ୟରୁ ପିଙ୍ଗଳା ହେଉଛି ଜଣେ। ତ ସେ ପିଙ୍ଗଳା ବା ବେଶ୍ୟା ଠାରୁ ମଧ୍ୟ ଶିଖିବା ପାଇଁ କିଛି ପାଇଛନ୍ତି। କ'ଣ ଶିଖିବା ପାଇଁ ପାଇଛନ୍ତି? ନା ଗୋଟିଏ ଦିନ ଏମିତି, ଏଇ ଯେଉଁ ପିଙ୍ଗଳା ସେ କ'ଣ କରେ ନା ରସିକ ନାଗର ବା ପ୍ରେମିକ ପୁରୁଷ ମାନଙ୍କୁ ସେ କ'ଣ କରେ ନା ଖୁସି ଦେଇ ଅନେକ ଗୁଡ଼ିଏ ଅସୁମାରୀ
अर्थ ता जीवन रे से अर्जन करे। एमिति हेइची गोटे दिन कौन हेइची ना पिंगला को संध्या समय जड़े संभ्रांत धनी युवक आसीची एवं तांको संकेत दे जाइची जे कौन करिवो ना से रात्रि रे तार गृह को बा तार पुर को से आसीबो। पिंगला अपेक्षा करी बसची से तार शयन कक्ष को सजाइची तार शज्या को से सजाइची एवं अपेक्षा करिची से संभ्रांत धनी युवकर। किंतु धनी युवक आसी नाही। से प्रहर परे प्रहर बीती जाइची। शेषरे तृतीय प्रहर जेतेबेले रात्रिर आसीची पिंगलार मानसिक चेतना रे जागृत होईची। से तार जो हृदय रे जो कामना वासनार ढेउ उठुथिला ताहा माने बंद हो जाइची एवं से उपलब्धि करिची जे कौन उपलब्धि करिची ना भगवान सत्ता को से उपलब्धि करिची। से कहूची देखिबा पई पाइबा आमे भागवत रे मो प्राणनाथ अछि पासे मुहि न देखे मोह बसे। अर्थात ये जो निरर्थक प्रेम जहाँ पाई से प्रतिदिन रात्रि रे सजई ही बसुची रात्रि रे तार गृह को सजाउची सेटा होची तार निरर्थक प्रेम। किंतु प्रकृत रे जो प्रेमिक पुरुष जो भगवान रहिचंती तांको से निज हृदय रे निज अंतर रे रात्रिर तृतीय प्रहर रे से उपलब्धि करिछि एवं तार जीवनर ये जो क्षणस्थायी धन संपत्ति क्षणस्थायी रूप यौवन ये सब को से कौन करिछि ना पछरे पकई दे पिंगला गोटे सन्यासिनी पालटी जाइछि। ये जो सन्यासिनी पिंगलार किभଳି भाबरे आध्यात्मिक उतरण घटिछि ताकू नेकी कवि राधामोहन गणनायक रचना करिसंती पिंगलार अभिसार। तो एटा होची पिला माने मोटा मोटी कवितार विषय वस्तु। तो आलोचना करिबा आमे कविता। न आसिबो आउ रसिक नागर न आसिबो आउ पुरे बार बधु मुहि पिंगला आजी चाली जाउअछि दूरे। फूल सेज आउ सजाइबि नाही नीति राति सारा बसी केली दीप आउ जालिबि नाही मु शून्य सुआगे रसी। तो रात्रिर जेतेबेले तृतीय प्रहर हो जाइछि पिंगला मनरे आध्यात्मिक उतरण देखा देइछि। से जेतेबेले भगवानंकर से सत्ता को से उपलब्धि करिछि निज अंतर मध्यरे तापरे से सन्यासिनी हे जिबा पय मनस्थ करिछि। आउ कहूची कौन कहूची न आसिबो आउ रसिक नागर न आसिबो आउ पुरे बार बधु मुहि पिंगला आजी चाली जाउअछि दूरे। अर्थात से रसिक नागर बा प्रेमिक पुरुष जो माने ता सहित रात्रि जापन करिया पई आसुथिले सेमानंकु से कहिछि तुमे आउ आसिबो नाही न आसिबो आउ पुरे अर्थात मोर ए गृह को तुमे माने आउ आसिबो नाही। बार बधु मुहि पिंगला आजी चाली जाउअछि दूरे। बार बधु अर्थात बार विलासिनी जे अनेक पुरुषंक सहित रात्रि अतिबाहित करिथाए सेई पिंगला सेई बेश्या आजी सेई सबु घृण्य काम को छाड़ी बहु दूर को से चली जाउछि। फूल सेज आउ सजाइबि नाही नीति राति सारा बसी केरी दीप आउ जालिबि नाही मु शून्य सुआगे रसी। शून्य सुआगे रसी अर्थात से जो प्रेमिक पुरुष माने आसुथिले तांकर प्रेम थिला कण निरर्थक प्रेम। तो पिंगला कहूची जे मु आउ कोन करिबि नाही ना प्रेमिक पुरुषर अपेक्षा करी मु फूल सेज मोर शज्या को मु फूल रे सजाइबि नाही। जेमिति मु प्रतिदिन रात्रि रे बसी फूल सेज सजाए केली दीप आउ जालिबि नाही। अर्थात से जो केली गृह रे अर्थात पिंगला जोटी रात्रि अतिबाहित करुथला से गृह को जो झापसा आलुओ हेबा पई जो दीप जला जाए ताको एठी केली दीप बोली कहाइछि। तो से दीप मु आउ जालिबि नाही एवं कौन करिबि नाही ना शून्य सुआगे रसी अर्थात से निरर्थक प्रेम पई मु आउ फूल सेज एवं केली दीप रात्रि सारा बसी जालिबि नाही। काहा आगे आउ देखाइबि नाही पीरतीर अभिनय निसार असार स्वप्न समान सकल भजिछि लय। मरमे मोहर लभी अछि आजी दिव्य परम धन मरत पथर अमर बंधु अंतर विमोहन। तो कौन कहूची काहा आगे आउ देखाइबि नाही पीरतीर अभिनय जो प्रत्येक दिन रात्रि रे
ନୂଆ ନୂଆ ପ୍ରେମିକ ପୁରୁଷ ମାନେ ଆସିଥାନ୍ତି। ତାଙ୍କୁ କ'ଣ କରିବା ପାଇଁ ପଡ଼େ? ଜଣେ ପିଙ୍ଗଳାକୁ ପ୍ରେମର ଅଭିନୟ କରିବା ପାଇଁ ପଡ଼େ। ସମସ୍ତଙ୍କ ଆଗରେ ସେ ନୂଆ ନୂଆ ପ୍ରେମର ଅଭିନୟ ତାକୁ କରିବା ପାଇଁ ପଡ଼େ। ନିଶାର ଅସାର ସମାନ ସକଳ, ସ୍ୱପ୍ନ ସମାନ ସକଳ ଭଜିଛି ଲୟ। ତାର ସେ ଯେଉଁ ବୃଥା ସ୍ୱପ୍ନ, ପ୍ରେମିକ ପୁରୁଷକୁ ଖୁସି କରିବାର ଯେଉଁ ସ୍ୱପ୍ନ, ତାହା ଆଜି ଭାଙ୍ଗି ଚୁରମାର ହେଇଯାଇଛି। ମରମେ ମୋହର ଲଭି ଅଛି ଆଜି ଦିବ୍ୟ ପରମ ଧନ, ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ମରମେ ମୋହର ଲଭି ଅଛି ଆଜି ଦିବ୍ୟ ପରମ ଧନ, ଅର୍ଥାତ୍ ସେ କ'ଣ ନା ଦିବ୍ୟ ପରମ ସତ୍ତା ଭଗବାନଙ୍କର ସେ କ'ଣ କରିଛି ନା ଉପଲବ୍ଧି କରିଛି। ତାକୁ ସେ ଦିବ୍ୟ ପରମ ଧନ ବୋଲି କହିଛି। ତାକୁ ଆଜି ସେ ମର୍ମେ ମର୍ମେ ଅନୁଭବ କରିଛି ସେଇ ଭଗବାନଙ୍କର ସତ୍ତାକୁ, ଭଗବାନଙ୍କର ଅସ୍ତିତ୍ୱକୁ। ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ। ମରତ ପଥର ଅମର ବନ୍ଧୁ କହିଲେ ହେଉଛନ୍ତି ସେ ଭଗବାନ, ସେ ପରମ ପୁରୁଷ, ଯିଏ ଆଜି ସେ ପିଙ୍ଗଳାର ଅନ୍ତରକୁ ବିମୋହିତ କରି ପକାଇଛନ୍ତି। ଏମୋର ଜୀବନ ପଙ୍କ ଉରସେ ଫୁଟି ଅଛି ଶତ ଦଳ, ରିକ୍ତ ଏମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ। ଲୋଡ଼ା ନାହିଁ ମୋର ଧନ ସମ୍ପଦ ମଣିକାଞ୍ଚନ ମାଳା, ଲୋଡ଼ା ନାହିଁ ମୋର ବିଳାସ କୁଞ୍ଜ ଏଚାରୁ ଚିତ୍ରଶାଳା। ତ ପିଙ୍ଗଳା ଏଠାରେ କହୁଛି, ମୋ ଜୀବନ ଯାକ ମୁଁ ଯେଉଁ ପାପ ଅର୍ଜନ କରିଛି, ତ ମୋ ଜୀବନ ହେଉଛି ଗୋଟେ ପଙ୍କ ବା ପଙ୍କିଳ ସଦୃଶ। ଏବଂ ଯେମିତି ଗୋଟେ ପଙ୍କ ମଧ୍ୟରେ ଶତଦଳ ଅର୍ଥାତ୍ ପଦ୍ମ ଫୁଲ ଫୁଟିଥାଏ ପଙ୍କ ମଧ୍ୟରେ, ଠିକ୍ ସେହିଭଳି ଆଜି ମୋର ପଙ୍କ ଉରସେ ଅର୍ଥାତ୍ ଛାତିରେ, ପଙ୍କ ରୂପକ ହୃଦୟରେ କ'ଣ ଫୁଟିଛି ନା ଶତଦଳ ଫୁଟିଛି। ଅର୍ଥାତ୍ ମୁଁ ମୋ ହୃଦୟରେ ଭଗବାନଙ୍କର ଉପସ୍ଥିତିକୁ ମୁଁ ଆଜି ଉପଲବ୍ଧି କରିଛି। ରିକ୍ତ ଏମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ। ରିକ୍ତ ଅର୍ଥାତ୍ ଶୂନ୍ୟ। ମୋର ଏଇ ଶୂନ୍ୟ ହୃଦୟରେ ବା ଶୂନ୍ୟ ଗର୍ଭରେ ଆଜି କ'ଣ ହେଇଛି ନା ମୁକ୍ତା ରୂପକ ଫଳ ଫଳିଛି। ମୁଁ ଭଗବାନଙ୍କୁ ଆଜି ନିଜ ମଧ୍ୟରେ ଅନୁଭବ କରିପାରୁଛି, ନିଜ ମଧ୍ୟରେ ମୁଁ ଆଜି ଭଗବାନଙ୍କୁ ଖୋଜି ପାଇପାରିଛି। ଲୋଡ଼ା ନାହିଁ ମୋର ଧନ ସମ୍ପଦ ମଣିକାଞ୍ଚନ ମାଳା, ଲୋଡ଼ା ନାହିଁ ମୋର ବିଳାସ କୁଞ୍ଜ ଏଚାରୁ ଚିତ୍ରଶାଳା। ଅର୍ଥାତ୍ ମୋର ଏଇ ଯେଉଁ କ୍ଷଣସ୍ଥାୟୀ ଧନ ସମ୍ପଦ, ହୀରା ନୀଳା ମୋତି ମାଣିକ୍ୟ, ମୋର ଏସବୁ କିଛି ଆବଶ୍ୟକତା ନାହିଁ। ଲୋଡ଼ା ନାହିଁ ମୋର ବିଳାସ କୁଞ୍ଜ ଏଚାରୁ ଚିତ୍ରଶାଳା। ମୋର ଏଇ ବିଳାସ କୁଞ୍ଜ, ଏଇ ଯେଉଁ ସଜେଇ ହେଇଥିବା ଗୃହ, ଏଇ ପ୍ରାସାଦର ମୋର ଆଉ ଆବଶ୍ୟକତା ନାହିଁ। ନ ଆସିବ ଆଉ ରସିକ ନାଗର, ନ ଆସିବ ମୋର ପୁରେ, ବାର ବଧୂ ମୁହିଁ ପିଙ୍ଗଳା ଆଜି ଚାଲି ଯାଉଅଛି ଦୂରେ। ତ ବାରମ୍ବାର ସେ ସେଇ ପ୍ରେମିକ ପୁରୁଷ ରସିକ ନାଗରମାନଙ୍କୁ କହୁଛି ଯେ ତୁମେମାନେ ଆଉ ମୋର ପୁରକୁ ବା ମୋର ଗୃହକୁ ତୁମେ ଆଉ ଆସିବ ନାହିଁ। ମୁଁ କ'ଣ କରୁଛି ନା ଏସବୁକୁ ଛାଡ଼ି, ଏସବୁ ମାୟା ମୋହକୁ ମୁଁ ତ୍ୟାଗ କରି ଆଜି ବହୁ ଦୂରକୁ ଚାଲି ଯାଉଛି। ଆଜି ଏ ମଧୁର ନିଶିଥ ଲଗନେ, ମେଧୁର ଧରଣୀ ସାରା, ଗଗନେ ହସଇ ମୋହନ ଇନ୍ଦୁ ହସଇ ମୁଗ୍ଧ ତାରା। ଦିଶି ଦିଶି ପୁଣି ଉଛୁଳି ପଡ଼ଇ ଶୁଭ୍ର ଜୋଛନା ଶିରି, ସ୍ନିଗ୍ଧ ସମୀର ମଧୁର ଲହରେ ବହି ଆସେ ଥିରି ଥିରି। ତ ସେ ରାତ୍ରିର କଥା ଏଠାରେ ବର୍ଣ୍ଣନା କରାଯାଇଛି। ସେଇ ମଧୁର ଲଗ୍ନ, ଯେଉଁ ମଧୁର ଲଗ୍ନରେ ବା ଯେଉଁ ମଧୁର ସମୟରେ, ଯେଉଁ ରାତ୍ରିର ସମୟରେ ପିଙ୍ଗଳା ଭଗବାନଙ୍କୁ ଅନୁଭବ କରିଛି। ତାପରେ କ'ଣ ହେଇଛି ନା ଗଗନେ ହସଇ ମୋହନ ଇନ୍ଦୁ ହସଇ ମୁଗ୍ଧ ତାରା। ଆକାଶକୁ ଯେତେବେଳେ ଦେଖିଛି, ମନକୁ ମୋହି ନେଉଥିବା ଇନ୍ଦୁ ଅର୍ଥାତ୍ ଚନ୍ଦ୍ରକୁ ସେ ଦେଖିଛି। ଏବଂ ହସଇ ମୁଗ୍ଧ ତାରା, ଚନ୍ଦ୍ର ତାରା ଆକାଶରେ କ'ଣ ହେଇଛି ନା ସେମାନେ ହସୁଛନ୍ତି। ଦିଶି ଦିଶି ପୁଣି ଉଛୁଳି ପଡ଼ଇ ଶୁଭ୍ର ଜୋଛନା ଶିରି, ସ୍ନିଗ୍ଧ ସମୀର ମଧୁର ଲହରେ ବହି ଆସେ ଥିରି ଥିରି। ଦିଶି ଦିଶି ଅର୍ଥାତ୍ ଦିଗ ବିଦିଗରେ ଉଛୁଳି ପଡ଼ୁଛି ସେଇ ଚନ୍ଦ୍ରଙ୍କର ଶୁଭ୍ର ଜୋଛନା ଶୀତଳ କିରଣ। ସ୍ନିଗ୍ଧ ସମୀର ମଧୁର ଲହରେ ବହି ଆସେ ଥିରି ଥିରି, ଅର୍ଥାତ୍ ସ୍ନିଗ୍ଧ ବା କୋମଳ ସମୀର ବା ପବନ କ'ଣ କହୁଛି ନା କ'ଣ ହଉଛି ନା ଧୀରେ ଧୀରେ ବହି ଆସୁଛି। ଭାସି ଆସେ ମୋର ବନ୍ଧୁ ପରଶ, ଆହା କେଡ଼େ ସୁମଧୁର, ଅଙ୍ଗ ପୁଲକି ଉଠଇ ବରସାର ନିପତୁଲ। ଅର୍ଥାତ୍ ମୋର ସେଇ ପରମ ବନ୍ଧୁଙ୍କର
ପରଶ ଏତେ ସୁମଧୁର ଯାହାକି କ'ଣ ହେଉଛି ନା ସ୍ନିଗ୍ଧ ସମୀର ବା କୋମଳ ପବନରେ ଭାସି ଆସୁଛି ମୋ ପାଖକୁ। ଅଙ୍ଗ ପୁଲକେ ପୁଲକି ଉଠଇ ବରସାର ନିପତୁଲ। ସେଇ ବନ୍ଧୁଙ୍କର ସ୍ପର୍ଶରେ ଯେତେବେଳେ ସେଇ ବନ୍ଧୁ ମୋର ହୃଦୟକୁ ସ୍ପର୍ଶ କରିଛନ୍ତି, ତାଙ୍କର ସେଇ ସ୍ପର୍ଶରେ ମୋର ଅଙ୍ଗ ଆଜି ପୁଲକିତ ହୋଇ ଉଠୁଛି। କିଭଳି ନା ବରସାର ନିପତୁଲ, ବର୍ଷାର ଛିଟା ପଡ଼ିଲେ ଯେମିତି ମାନେ ସାରା ଦେହରେ ଶିହରଣ ଖେଳିଯାଏ, ଅଙ୍ଗ ପୁଲକିତ ହୋଇ ଉଠେ, ଠିକ୍ ସେହିଭଳି ଆଜି ମୋର ସେଇ ପରମ ବନ୍ଧୁ ଯେତେବେଳେ ମୋ ହୃଦୟକୁ ସ୍ପର୍ଶ କରିଛନ୍ତି, ମୋ ହୃଦୟରେ ବିରାଜମାନ କରିଛନ୍ତି, ତ ମୋର ଅଙ୍ଗ ଆଜି ସେମିତି ପୁଲକି ଉଠୁଛି। ବାଜି ଉଠେ ପୁଣି ମଞ୍ଜୁ ମୁରଲି କାହିଁ କେଉଁ ଦୂର ଦେଶେ, ଜୀବନ ଯମୁନା ଉଜାଣି ଉଠଇ ମଞ୍ଜୁ ମଦିରା ବେଶେ। ପାଷାଣ କାରାମ ଯାଇଅଛି ଭାଜି ଜାଗିଛି ମୁକ୍ତ ଧାରେ, ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ। କ'ଣ କହୁଛନ୍ତି? ବାଜି ଉଠେ ଆଜି ମଞ୍ଜୁ ମୁରଲି। ତ ଶ୍ରୀକୃଷ୍ଣଙ୍କର ସେଇ ଯୋଉ ମଞ୍ଜୁ ମୁରଲି ଅର୍ଥାତ୍ ସୁନ୍ଦର ମୁରଲି ସ୍ୱନ କେଉଁ ଦୂର ଦେଶରୁ ସେ ପବନରେ ଭାସି ଆସୁଛି। ଜୀବନ ଯମୁନା ଉଜାଣି ଉଠଇ ମଞ୍ଜୁ ମଦିରା ବେଶେ। ତ ସେ ଶ୍ରୀକୃଷ୍ଣଙ୍କର ମୁରଲିର ସ୍ୱନ ଆଜି ଯେମିତି ଗୋଟେ ମଦ୍ୟପ ମଦରେ ନିଶାସକ୍ତ ହେଇଯାଏ, ଠିକ୍ ସେହିଭଳି ଏଇ ଯୋଉ ପିଙ୍ଗଳାକୁ ଶ୍ରୀକୃଷ୍ଣଙ୍କର ମଞ୍ଜୁ ମୁରଲିର ସ୍ୱନ ବା ସୁନ୍ଦର ମୁରଲିର ସ୍ୱନ ତାକୁ ତାର କ'ଣ କରିଛି ନା ମଦ୍ୟ ଭଳି ତାକୁ ନିଶାସକ୍ତ କରି ପକାଇଛି ପିଙ୍ଗଳାକୁ, ଏବଂ ତାର ଜୀବନ ଯମୁନା ଉଜାଣି ଉଠଇ ଅର୍ଥାତ୍ ତାର ଜୀବନ ରୂପକ ଯମୁନା ଆଜି ପ୍ରତିକୂଳ ଦିଗରେ ପ୍ରବାହିତ ହେଉଛି। ପାଷାଣ କାରାମ ଯାଇଅଛି ଭାଜି ଜାଗିଛି ମୁକ୍ତ ଧାରେ, ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ। ତ ପାଷାଣର କାରା, ସେ ଯୋଉ କାରାଗୃହରେ ଗୋଟେ ପ୍ରାସାଦ ମଧ୍ୟରେ ସେ ଯୋଉ ବନ୍ଦୀ ହେଇ ରହିଥିଲା, ସେଇ ପ୍ରାଚୀର, ସେଇ ପଥର କାରାଗୃହ ଆଜି ଭାଙ୍ଗି ଯାଇଛି ଏବଂ ଯାଉଅଛି ଆଜି ଜୀବନର ମମ ପ୍ରିୟତମ ଅଭିସାରେ। ଅର୍ଥାତ୍ ଯାହାଙ୍କୁ ମୁଁ ଆଜି ପାଇବା ପାଇଁ ଚାହୁଁଛି, ସେଇ ମୋର ପ୍ରିୟତମ ବନ୍ଧୁଙ୍କ ଅପେକ୍ଷାରେ ମୁଁ ଆଜି ଚାଲି ଯାଉଛି। ନାହିଁ ଆଉ ମୋର ବାଧାବନ୍ଧନ ସକଳ ଯାଇଛି ତୁଟି, ମୁକ୍ତ ଚାରିଣୀ ତଟିନୀ ରସମ ଯିବି ମୁହିଁ ଆଜି ଛୁଟି। ଶତ ବନଗିରି କାନ୍ତାରେ ବୁଲି ଭେଟିବି ପ୍ରେମର ଧନ, ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଢାଳି ଦେବି ଏ ଜୀବନ। ତ କ'ଣ କହୁଛି? ନାହିଁ ଆଉ ମୋର ବାଧାବନ୍ଧନ ସକଳ ଯାଇଛି ତୁଟି। ତ ମୋତେ ଆଜି ବାଧା ଦେବା ପାଇଁ କେହି ନାହାନ୍ତି, କୌଣସି ବନ୍ଧନ ମୋତେ ଆଜି ଆବଦ୍ଧ କରିପାରିବ ନାହିଁ। ତ ସବୁ ପ୍ରତିବନ୍ଧକକୁ ହଟାଇ ମୁଁ କ'ଣ କରିବି ନା ମୁକ୍ତ ଚାରିଣୀ ତଟିନୀ ରସମ ଯିବି ମୁହିଁ ଆଜି ଛୁଟି। ତଟିନୀ ଅର୍ଥାତ୍ ନଦୀ ଯେଉଁଭଳି ଭାବରେ ତାକୁ ପ୍ରତିରୋଧ କରିବାର ଶକ୍ତି କାହାରି ନାହିଁ, ତାକୁ କେହି ଆବଦ୍ଧ କରି ରଖିପାରନ୍ତି ନାହିଁ, ତ ସେଇ ନଦୀ ଭଳି ମୁଁ ଆଜି ସେଇ ମୋର କ'ଣ ନା ପ୍ରେମିକ ପୁରୁଷ ଯାହାଙ୍କୁ ବା ସେଇ ଭଗବାନ ସେଇ ପରମ ପ୍ରେମିକ ପୁରୁଷଙ୍କ ପାଖକୁ ମୁଁ ଆଜି ଚାଲିଯିବି। ଶତ ବନଗିରି କାନ୍ତାରେ ବୁଲି ଭେଟିବି ପ୍ରେମର ଧନ, ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଢାଳି ଦେବି ଏ ଜୀବନ। ଅର୍ଥାତ୍ ବନଗିରି କାନ୍ତାରେ ଅର୍ଥାତ୍ ବନଗିରି ଜଙ୍ଗଲରେ ମୁଁ ବିଚରଣ କରିବି ଏବଂ ତାଙ୍କୁ ଭେଟିବି। ସେଇ ପ୍ରେମ, ଯୋଉ ପ୍ରେମ ଶାଶ୍ୱତ ପ୍ରେମ, ସେଇ ଶାଶ୍ୱତ ପ୍ରେମ ରୂପକ ଧନକୁ ମୁଁ ଭେଟିବି। ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଢାଳି ଦେବି ଏ ଜୀବନ। ବନ୍ଧୁ ମୋ ପ୍ରେମ ସିନ୍ଧୁ ଚରଣେ ଅର୍ଥାତ୍ ନଦୀ ଯେମିତି ଯାଇ ସମୁଦ୍ରରେ ମିଶେ, ଠିକ୍ ସେହିଭଳି ମୁଁ ଆଜି ଗୋଟେ ମୁକ୍ତ ଚାରିଣୀ ନଦୀ ଯିଏକି ପ୍ରବାହିତ ହେଇକି ଯାଇକି ସେଇ ପ୍ରେମ ରୂପକ ସିନ୍ଧୁ ବା ପ୍ରେମ ରୂପକ ସେଇ ସମୁଦ୍ରର ଚରଣରେ ମୁଁ ଆଜି ମୋର ଏଇ ଜୀବନକୁ ଢାଳି ଦେବି ବା ତାଙ୍କ ଚରଣରେ ମୁଁ ଆଜି ମୋର ଏଇ ଜୀବନକୁ ସମର୍ପଣ କରିଦେବି। ନୁହଁଇ ମୁଁ ଆଜି ବିଦେହର ନଟି, ନୁହେଁ ବାର ବିଳାସିନୀ, ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ମୁକ୍ତ ଭୁବନେ ବୁଲିବି ହରସେ, ମୁକ୍ତ ଆକାଶ ତଳେ ଧୋଇବି ପ୍ରାଣର କଳୁଷ କାଳେ ମା ତିକ୍ତ ଲୋତକ ଜଳେ। ତ କ'ଣ କହୁଛି ପିଙ୍ଗଳା? ନୁହଁଇ ମୁଁ ଆଜି ବିଦେହର ନଟି, ଅର୍ଥାତ୍ ମୁଁ ଆଜି ନର୍ତ୍ତକୀ ନୁହଁ। ନର୍ତ୍ତକୀ ଯେମିତି ନୃତ୍ୟ କରି କ'ଣ କରେ ନା ସମ୍ଭ୍ରାନ୍ତ ଶ୍ରେଣୀୟ ଯୋଉ ଧନୀ ଯୁବକମାନେ ଆସିଥାନ୍ତି, ଯୋଉ ରସିକ ନାଗର, ଯୋଉ ପ୍ରେମିକ ପୁରୁଷମାନେ ଆସିଥାନ୍ତି, ତାଙ୍କୁ ସେ ନୃତ୍ୟ ମାଧ୍ୟମରେ ସନ୍ତୁଷ୍ଟ କରାଏ। ନୁହେଁ ବାର ବିଳାସିନୀ ଅର୍ଥାତ୍ ଦେହଜୀବୀ ବା ରୂପଜୀବୀ ପାଲଟି ଯେମିତି ପ୍ରେମିକ ପୁରୁଷମାନଙ୍କୁ ଦେହ ସୁଖ ଦେଇ
କ'ଣ କରିଥାଏ ନା ତାଙ୍କୁ ତୃପ୍ତି କରିଥାଏ। ମୁଁ ଆଜି ସେଇ ନର୍ତ୍ତକୀ ନୁହେଁ, କି ମୁଁ ଆଜି ସେଇ ପାରବିଳାସିନୀ ପରବଧୂ ନୁହେଁ। ଜଗତର ପଥେ ଯାଉଅଛି ଆଜି ପ୍ରେମର ସନ୍ନ୍ୟାସିନୀ। ମୁଁ ସେଇ ପ୍ରେମରୁ ଆଜି ସନ୍ନ୍ୟାସ ନେଇ ଜଣେ ସନ୍ନ୍ୟାସିନୀ ଭାବରେ ଚାଲି ଯାଉଛି। ମୁକ୍ତ ଭୁବନେ ବୁଲିବି ହରସେ ମୁକ୍ତ ଆକାଶ ତଳେ, ଧୋଇବି ପ୍ରାଣର କଳୁଷ କାଳିମା ତିକ୍ତ ଲୋତକ ଜଳେ। ତ ଏଇ ମୁକ୍ତ ପୃଥିବୀରେ ମୁଁ ଆଜି ହରସ ହୋଇ ବା ଖୁସି ହୋଇ ମୁଁ କ'ଣ କରିବି? ମୁକ୍ତ ଆକାଶ ତଳେ ମୁଁ ବିଚରଣ କରିବି। ଧୋଇବି ପ୍ରାଣର କଳୁଷ କାଳିମା ତିକ୍ତ ଲୋତକ ଜଳେ। ମୁଁ ଯେଉଁ ଜୀବନ ସାରା ଯାହା ପାପ ଅର୍ଜନ କରିଛି, ଘୃଣ୍ୟ କାମ କରି ସେଇ କଳୁଷ କାଳିମା ବା ସେଇ ପାପକୁ ମୁଁ ଆଜି କ'ଣ କରିବି? ନା ନିଜର ଅଶ୍ରୁର ଜଳରେ ଧୋଇଦେବି। କ୍ଷୁଣ୍ଣ ଏ ମୋର ଯୌବନ ଧନ, ପୂର୍ଣ୍ଣ ଏ ମୋର ରୂପ, ବିରତି ଅନଳେ ଜାଳି ପ୍ରିୟ ଲାଗି କରିବି ଆରତି ଧୂପ। ତ ମୋର ଏଇ ଯେଉଁ ଜୀବନ ଯୌବନ, ଏଇ ଯେଉଁ ମୋର ରୂପ ଧନ, ଯାହାକୁ ନେଇକି ମୁଁ ଗର୍ବ କରୁଥିଲି ବା ଯାହାକୁ ନେଇକି ମୁଁ କ'ଣ କରୁଥିଲି ନା ନିଜ ଜୀବନକୁ ଅତିବାହିତ କରୁଥିଲି, ଯାହାକୁ ଉପଭୋଗ କରିକି ସେସବୁ ହେଉଛି କ୍ଷଣସ୍ଥାୟୀ। ସେସବୁକୁ ଜାଳି ମୁଁ ଆଜି କ'ଣ କରିବି? ବିରତି ଅନଳେ ଜାଳି, ଅର୍ଥାତ୍ ପ୍ରେମ ରୂପକ ଅଗ୍ନିରେ ମୁଁ ଆଜି ଜାଳି ମୋର ସେଇ ପ୍ରିୟ ପୁରୁଷଙ୍କ ପାଇଁ, ସେଇ ପରମ ପୁରୁଷଙ୍କ ପାଇଁ ମୁଁ ଆରତି ଏବଂ ଧୂପ ପ୍ରସ୍ତୁତ କରିବି। ଉଷା ଉଷଶିର ଗଗନେ ଦେଖିବି ବନ୍ଧୁର ରୂପ ବିଥି, ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲୀ ଗୀତି। ଜ୍ୟୋତ୍ସ୍ନା ନିଶିର ପୁଲକେ ପିଇବି ବନ୍ଧୁର ହାସ ସୁଧା, ଭୁଲିବି ପ୍ରାଣର ଆକୁଳ ପିଆସା ଭୁଲିବି ପ୍ରାଣର କ୍ଷୁଧା। ଉଷା ଅର୍ଥାତ୍ ପ୍ରତ୍ୟୁଷ ମାନେ ଯେଉଁ ସକାଳର ସମୟ, ଉଷାସି ଅର୍ଥାତ୍ ସନ୍ଧ୍ୟାର ସମୟ। ତ ଯେହେତୁ ଗୋଟେ କାରା ମାନେ ଗୋଟେ ପ୍ରସାଦ ମଧ୍ୟରେ ସେ ଗୋଟେ ଆବଦ୍ଧ ହେଇ ରହୁଥିଲା, ସେ ପ୍ରକୃତିକୁ ସେ ଆଉ ଉପଲବ୍ଧି ପ୍ରକୃତିକୁ ସେ ଆଉ ଉପଭୋଗ କରିପାରୁନଥିଲା। କାଳେ ସେ ମୁକ୍ତ ହେଇଯାଇଛି। ତ ସେ କହୁଛି ଯେ ମୁଁ ସକାଳ ସନ୍ଧ୍ୟା ସମୟର ସେ ଯେଉଁ ଗଗନ ବା ସେ ଆକାଶର ଦୃଶ୍ୟକୁ ମୁଁ ମନ ଭରି ଅବଲୋକନ କରିବି। ଗଗନେ ଭୁବନେ ପବନେ ପବନେ ଶୁଣିବି ମୁରଲୀ ଗୀତି। ଅର୍ଥାତ୍ ସେ ଶ୍ରୀକୃଷ୍ଣଙ୍କର ମଧୁର ମୁରଲୀର ସ୍ୱନ ପବନରେ ଯେଉଁ ଭାସି ଆସୁଥିବ, ଆକାଶରେ ଯେଉଁ ଭାସି ଆସୁଥିବ, ମୁଁ ତାକୁ ଶୁଣିବି। ଜ୍ୟୋତ୍ସ୍ନା ନିଶିର ପୁଲକେ ପିଇବି ବନ୍ଧୁର ହାସ ସୁଧା, ଭୁଲିବି ପ୍ରାଣର ଆକୁଳ ପିଆସା ଭୁଲିବି ପ୍ରାଣର କ୍ଷୁଧା। ତ ରାତ୍ରି ସମୟରେ ସେ ଯେଉଁ ଚନ୍ଦ୍ରଙ୍କର ଯେଉଁ ମାନେ କିରଣ, ସେଇ କିରଣରେ ମୁଁ କ'ଣ କରିବି? ନା ଯେଉଁ ସୁଧା ଅର୍ଥାତ୍ ଯେଉଁ ଅମୃତ ସେଇ ଜ୍ୟୋତ୍ସ୍ନାରେ ଝରି ଆସୁଥିବ, ତାକୁ ମୁଁ ପିଇବି ଏବଂ ମୋ ଜୀବନର ସକଳ ମୁଁ ଭୁଲିବି ପ୍ରାଣର ଆକୁଳ ପିଆସା ଭୁଲିବି ପ୍ରାଣର କ୍ଷୁଧା। ମୋ ପ୍ରାଣର ସବୁ କ୍ଷୁଧା ଯେଉଁ ଅତୃପ୍ତି ହେଇକି ରହିଛି, ମୁଁ ସେସବୁକୁ ମୁଁ ଭୁଲିଯିବି। ଧରଣୀର ତୃଣ ତଳପ ଉରସେ ଶୋଇବି ହରସ ଭଳେ, ଊର୍ଦ୍ଧ୍ୱେ ନୀଳିମ ଗଗନ ବିତାନେ ଅନାଇ ମୁଗ୍ଧ ଡୋଳେ। ବନ୍ଧୁ ସପନ ଦେଖୁ ଦେଖୁ ମୁହିଁ ବୁଝିବି ଏ ମୋର ଆଖି, ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। ତ କ'ଣ କରିବି? ନା ଧରଣୀର ତୃଣ ତଳପ ଉରସେ ଶୋଇବି ହରସ ଭଳେ। ଅର୍ଥାତ୍ ମୁଁ କ'ଣ କରିବି? ନା ଧରଣୀର ବା ଏଇ ଯେଉଁ ପୃଥିବୀର ଯେଉଁ କୋମଳ ଘାସ, ସେଠି ମୁଁ ଘାସରେ ଶଯ୍ୟା କରିକି ମୁଁ ସେଠାରେ ହରସ ଭଳେ ଅର୍ଥାତ୍ ଖୁସିରେ ମୁଁ ସେଠାରେ ଶୋଇପଡ଼ିବି। ଊର୍ଦ୍ଧ୍ୱେ ନୀଳିମ ଗଗନ ବିତାନି ଅନାଇ ମୁଗ୍ଧ ଡୋଳେ। ମୋର ଉପରେ କ'ଣ ହେଇଥିବ? ଯେଉଁ ଆକାଶ, ନୀଳ ଗଗନ ବା ନୀଳ ଆକାଶକୁ ମୁଁ ଅବଲୋକନ କରିବି। ବନ୍ଧୁ ସପନ ଦେଖୁ ଦେଖୁ ମୁହିଁ ବୁଝିବି ଏ ମୋର ଆଖି, ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। ଅର୍ଥାତ୍ ସେ ପରମ ବନ୍ଧୁ ଅର୍ଥାତ୍ ଭଗବାନଙ୍କର ସ୍ୱପ୍ନ ଦେଖୁ ଦେଖୁ ମୁଁ ମୋର ଏଇ ଆଖି ବୁଝିଦେବି। ଚନ୍ଦ୍ର ତପନ ସାକ୍ଷୀ ରହିଥିବେ ଗଗନ ଭୁବନ ସାକ୍ଷୀ। ଅର୍ଥାତ୍ ତାର ସାକ୍ଷୀ ରହିଥିବେ କିଏ? ଚନ୍ଦ୍ର ତପନ ଅର୍ଥାତ୍ ସୂର୍ଯ୍ୟ ଏବଂ ଏ ଗଗନ ଆକାଶ ପୃଥିବୀ ସମସ୍ତେ ଏହାର ସାକ୍ଷୀ ରହିଥିବେ। ବିଦାୟ ନେଉଛି ବିଦେହ ନଗର, ବିଦାୟ ନେଉଛି ଆଜି, ଭୁଲି ଯାଅ ମତେ ଭୁଲି ଯାଅ ମୋର ଘୃଣ୍ୟ କଳୁଷ ରାଜି। ଅର୍ଥାତ୍ କ'ଣ କହୁଛି ପିଙ୍ଗଳା? ବିଦାୟ ନେଉଛି ବିଦେହ ନଗର, ଯେଉଁ ନଗର ଆଜି ମାନେ କ'ଣ ମୋ ପାଇଁ କଳୁଷିତ ହେଇକି ଥିଲା। ମାନେ ସମସ୍ତେ କହନ୍ତି ଯେ ମାନେ ଏଠି କ'ଣ ନା ପିଙ୍ଗଳା ମାନେ ରୁହନ୍ତି ବା ବେଶ୍ୟାମାନେ ଦେହଜୀବୀ ମାନଙ୍କର ନଗର ଏଇଟା। ମୁଁ ଆଜି ସେଇ ନଗରରୁ ନିଜକୁ ବିଦାୟ ଦେଉଛି। ବିଦାୟ ନେଉଛି ଆଜି,
भूली जाओ मते भूली जाओ मोर घृण्य कलुष राजी। तो मु जणे पिंगला मु जणे देहजीवी मु जणे रूपजीवी बोली तुमे कौन कर ना मते भूली जाओ एवं मु जीवन सारा जहा पाप काम करिछि सब जो घृण्य काम गुड़िक मु करिछि से घृण्य काम गुड़िक मोर पाप गुड़िक तुमे मध्य भूली जाओ। सरगर मुहि अमर कन्या मुहि नारी मुहि देवी पुण्य मरते पथिता साजिली घृण्य जीवन सेवी। तो से निजको कौन कहूँ ना सरगर मुहि अमर कन्या अर्थात स्वर्गर मु हूँ अमर कन्या मु हूँ गोटे नारी मु हूँ गोटे देवी किंतु पुण्य मरते पतिता साजिली घृण्य जीवन सेवी अर्थात मुझे संभ्रांत धनी युवक बा से रसिक नागर बा प्रेमिक पुरुष मानकर देह सेवारे निजको नियुक्त करी ए पुण्य र मर्त्य मु आज पतिता साजिछि बा मु गोटे निजको कौन ना बेश्या सजाई देछि। अमृत पी आसीथिली एथि हाୟରେ करिली किस सर्पिणी सम सृष्टिर तले सृजिली विषम विष से विषर तापे जगत जालिली से तापे जलिली आपे पुण्य जीवन पुण्य भुवन भरी देली खाली पापे। तो कह जाए जे अनेक जन्मर तपस्या फल ही मनीष जन्म मिलता है। तो से एठारे कही पिंगला जे अमृत पी आसीथिली एथि हाୟରେ करिले किस सर्पिणी सम सृष्टिर तले सृजिली विषम विष अर्थात मु कौन करी ना स्वर्गरु अमृत पी अनेक जन्मर तपस्या फल मु आज मनीष जन्म प्राप्त होइथिली किंतु से मनीष जन्म प्राप्त होइकी मु कौन कली सर्पिणी सम सृष्टिर तले सृजिली विषम विष अर्थात सर्पटीए बा सापटीए जो भली भाव कौन ना विष वितरण करिथाए ठीक से भली मु मध्य आज माने अमृत पी ए संसार रे जन्म ग्रहण करी कौन कली ना केवल जीवन सारा मु पाप रूपक विष ही केवल वितरण कली से विषर तापे जगत जालिली से तापे जलिली आपे पुण्य जीवन पुण्य भुवन भरी देली खाली पापे। तो से विष रूपक पापरे मु सारा जगत को जालिली अर्थात जो युवक माने जो प्रेमिक पुरुष माने आसुथिले तांको जीवन को से विष रूपक अग्नि रे पाप विष रूपक अग्नि रे मु जाली देली एवं निजे मध्य मु जलिली पुण्य जीवन पुण्य भुवन भरी देली खाली पापे अर्थात मोर पुण्य रूपक जीवन जहाँ को मु तपस्या करी एते जन्मर तपस्या फल जो मनीष जन्म लाभ करी से मनीष जीवन ये जो पुण्य भुवन ये जो पृथ्वी को मु खाली पापरे ही भर्ती करदेली। जीवन मोर प्रियतम आजी देखिए कलुष गति मंजू मधुर मुरलीर रते डाक यादरे अति पति तपावन बंधु से मोर विश्व परस मणि पुण्य परसे स्वर्ण करिबे ए मोर अंग पुणी। जीवनर मोर प्रियतम आज देखिए कलुष गति अर्थात मु जो मनीष जन्म लाभ करी मध्य मोर जो पाप कर्म गुड़िक मु जीवन सारा कली मोर ये पाप कर्म गुड़िक देखी मोर प्रियतम अर्थात से भगवान जी परम सत्ता से कौन करिसंती ना मंजू मधुर मुरलीर रते डाक आदरे अति अर्थात से निजर सुंदर मधुर मुरलीर स्वन सृष्टि करी से आज मते ये पापरु मुक्ति देवा पाई अति आदर रे अति स्नेह रे से आज डाकुचंती। पति तपावन बंधु मोहर से मोर पति तपावन बंधु से मोर विश्व परस मणि पुण्य परसे स्वर्ण करिबे ए मोर अंग पुणी। जेमिति स्पर्श रूपक मणि बा स्पर्श मणि जहाँ को छुई देले सी कौन हो जाए ना सुनारे पालटि जाए ठीक से भली से मोर पति तपावन बंधु से भगवान होउचंती विश्व परस मणि से तांकर स्पर्श रे जेते बेले मोर हृदय को स्पर्श करि देइचंती तो मोर आज ये अंग पुणी कौन हो जाइछि ना सुनारे पालटि जाइछि। विदाय नेउछि विदेह नगर विदाय नेउछि आजी भूली जाओ मते भूली जाओ मोर घृण्य कलुष राजी अर्थात कौन कहूँ पिंगला ना विदाय नेउछि आज मु विदेह नगर मु आज विदाय नेउछि
ବିଦାୟ ନେଉଛି। ଭୁଲି ଯାଅ ମୋତେ, ଭୁଲି ଯାଅ ମୋର ଘୃଣ୍ୟ କଳସରାଜି। ମୁଁ ଜୀବନ ସାରା ଯେଉଁ ପାପ, ଯେଉଁ ଘୃଣ୍ୟ କାମ କରିଛି ସେ ସବୁକୁ ତୁମେମାନେ ଭୁଲି ଯାଅ। ତ ଏଇଟା ଥିଲା ପିଲାମାନେ ଆମର ପିଙ୍ଗଳାର ଅଭିସାର କବିତା। ତ ଆଶା କରୁଛି ତୁମେମାନେ କବିତାଟି ବୁଝିପାରିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, କମେଣ୍ଟ ଏବଂ ସାଙ୍ଗସାଥିମାନଙ୍କ ସହିତ ସେୟାର କରିଦିଅ ଏବଂ ସୋମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ରହୁଛି, ଜୟ ଜଗନ୍ନାଥ।